ପିଲାମାନେ ଆଜି ଭିଡ଼ିଓରେ ସୁନ୍ଦର ଭାଷଣଟି ପ୍ରସ୍ତୁତ କରିଛି, ଯାହାର ବିଷୟବସ୍ତୁ ରହିଛି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଉତ୍କଳ ସମ୍ମିଳନୀର ଭୂମିକା। ତେବେ ଆସନ୍ତୁ ଭିଡ଼ିଓଟିକୁ ଆରମ୍ଭ କରିନେବା। ସମ୍ମାନନୀୟ ସଭାପତି ମହୋଦୟ, ବରେଣ୍ୟ ବିଚାରକ ମଣ୍ଡଳୀ, ମୋର ସାନ ବଡ଼ ଭାଇ ଓ ଭଉଣୀମାନେ ତଥା ମୋର ସହପାଠୀ ଓ ସହପାଠିନୀଗଣ, ଆଜିକାର ଭବ୍ୟ ଆୟୋଜିତ ସଭାରେ ବିଷୟବସ୍ତୁ ରଖାଯାଇଛି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଉତ୍କଳ ସମ୍ମିଳନୀର ଭୂମିକା। ମୁଁ ଉକ୍ତ ବିଷୟରେ ମୋର ବକ୍ତବ୍ୟ ଆରମ୍ଭ କରୁଛି। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଉତ୍କଳ ସମ୍ମିଳନୀର ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଥିଲା ଏକ ରାଜନୈତିକ ଅନୁଷ୍ଠାନ ଏବଂ ମଧୁବାବୁ ଥିଲେ ଉତ୍କଳ ସମ୍ମିଳନୀର ପ୍ରାଣ। ବିଚ୍ଛିନ୍ନ ହୋଇ ପଡ଼ିଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକର ଏକତ୍ରୀକରଣ ଏବଂ ସୁରକ୍ଷା ନିମନ୍ତେ ଉତ୍କଳ ଗୌରବ ମଧୁସୂଦନ ଦାସ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରିଥିଲେ। ପ୍ରଥମେ ତାଙ୍କ ଉଦ୍ୟମରେ 1882 ମସିହା ଅଗଷ୍ଟ ମାସ 16 ତାରିଖରେ କଟକଠାରେ ଉତ୍କଳ ସଭା ଗଠନ କରିଥିଲେ। 1903 ମସିହାରେ ଏହି ସଭାର ନାମ ରଖାଯାଇଥିଲା ଉତ୍କଳ ସମ୍ମିଳନୀ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଉତ୍କଳ ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ ଥିଲା। ଏଥିସହିତ ପ୍ରାକୃତିକ ଓଡ଼ିଶାର ଏକତ୍ରୀକରଣ, ଓଡ଼ିଶାର ସମୁଦାୟ ବିକାଶ, ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଏକ ଶାସନାଧୀନ ରଖିବା। ତେଣୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକର ସମସ୍ୟାର ସମାଧାନ ପାଇଁ ଉଦ୍ଦିଷ୍ଟ ହୋଇଥିବାରୁ ସମସ୍ତେ ଉତ୍କଳ ସମ୍ମିଳନୀ କାର୍ଯ୍ୟପନ୍ଥାକୁ ଆନ୍ତରିକ ଭାବେ ସମର୍ଥନ କରୁଥିଲେ। ଉତ୍କଳ ସମ୍ମିଳନୀର ମୋଟ 16ଟି ଅଧିବେଶନ ବସିଥିଲା ଏବଂ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ସରକାରଙ୍କ ନିକଟରେ ଦାବି କରାଯାଉଥିଲା। 1914 ଡିସେମ୍ବର 26 ଓ 27 ତାରିଖରେ ଉତ୍କଳ ସମ୍ମିଳନୀର 10ମ ଅଧିବେଶନ ପାରଳାଖେମୁଣ୍ଡିଠାରେ ଅନୁଷ୍ଠିତ କରାଯାଇଥିଲା। ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପୂର୍ଣ୍ଣାଙ୍ଗ ଓଡ଼ିଶା ଗଠନ ପାଇଁ ସୀମା ନିର୍ଦ୍ଧାରଣ କରିବା। ଓଡ଼ିଶା ବହୁ ଘାତ ଓ ପ୍ରତିଘାତ ମଧ୍ୟରେ ଗତି କରି ଶେଷରେ 1936 ମସିହା ଏପ୍ରିଲ ମାସ 1 ତାରିଖରେ ସ୍ୱତନ୍ତ୍ର ପ୍ରଦେଶ ଭାବରେ ମାନ୍ୟତା ପାଇଲା ଏବଂ ସମଗ୍ର ଭାରତରେ ଓଡ଼ିଶା ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ଏହି ଦିନଟି ପ୍ରତ୍ୟେକ ଓଡ଼ିଆମାନଙ୍କ ପାଇଁ ଗର୍ବ ଓ ଗୌରବର ଦିନ। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ବନ୍ଦେ ଉତ୍କଳ ଜନନୀ। ପିଲାମାନେ ଭିଡ଼ିଓଟି ପସନ୍ଦ ଆସିଥିଲେ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ଭୁଲିବେନି। ଆଜି ପାଇଁ ରହୁଛି, ଧନ୍ୟବାଦ।